ତମେ ଦେଖିଥିବ ମୋର ଲାଷ୍ଟ 4ଟା ମ୍ୟାଚ୍ ପ୍ରେଡିକ୍ସନ କରିଥିଲି। 4ଟା ମ୍ୟାଚ୍ ପ୍ରେଡିକ୍ସନରୁ ଗୋଟେ ହେଲା ଭୁଲ ହେଇଥିଲା ଆଉ 3ଟା ଠିକ୍। ତ ଆଜିକା ମ୍ୟାଚ୍ ହେଉଛି ଲକ୍ଷ୍ନୌ ଭର୍ସେସ୍ ଡିସି, ମ୍ୟାଚ୍ ନମ୍ବର 5। ଷ୍ଟାଡିୟମ ରହିବ ହେଲା ଏକାନା ଷ୍ଟାଡିୟମ ଲକ୍ଷ୍ନୌ। ଜିରୋ ପ୍ଲେଇଂ 11 ରହିବ ହେଲା ମିଚେଲ ମାର୍ସ ୱାଇଡେନ୍ ମାର୍କରେ ଓପନର ରହିବେ। ଆଉ ଫାର୍ଷ୍ଟ ଡାଉନ୍ ଯିବ ହେଲା ନିକୋଲସ୍ ପୁରନ୍। ରିଷଭ ପନ୍ତ କ୍ୟାପ୍ଟେନ୍, ତାପରେ ଆୟୁଷ ବେଦେନି, ତାପରେ ଅବ୍ଦୁଲ ସମଦ, ଅକ୍ଷତ ରଘୁବଂଶୀ କିମ୍ବା ହିମତ ସିଂ, ଶାହବାଜ ଆହମେଦ, ସାମି, ମୟଙ୍କ ଯାଦବ, ଦିଗ୍ବେଶ ରାଠି, ନକିଆ ଆନରିକ ନକିଆ। ତ ଏଇ 12-13 ଜଣ ରହୁଛନ୍ତି। ଏଇ ଭିତରେ ହିଁ ଇମ୍ପାକ୍ଟ ପ୍ଲେୟରଟା ବି ୟୁଜ୍ ହବ ଆଉ ପ୍ଲେଇଂ 11ଟା ଏଇ ଭିତରେ ହିଁ ରହିବ। ଡିସିର ପ୍ଲେଇଂ 11 କହିଲେ ଫାଷ୍ଟ ଓପନର ଆସିବେ କେଏଲ ରାହୁଲ ଆଉ ପ୍ରଥମ ନିଶଙ୍କା। ତାପରେ 3 ନମ୍ବରରେ ଆସିବ ହେଲା ନୀତିଶ ରାଣା, ତାପରେ ଷ୍ଟିଷ୍ଟାନ ଷ୍ଟବ୍ସ, ତାପରେ ଆସିବ ଅକ୍ସଟର ପଟେଲ, ତାପରେ ଡାଭିଡ ମିଲର, ଆଶୁତୋଷ ଶର୍ମା, ବିପରାଜ ନିବଗ, ତାପରେ ଆକିମ ନାବି, ଦୁଷ୍ମନ୍ତ ଚାମିରା, କୁଲଦୀପ ଯାଦବ, ଟି ନଟରାଜନ। ଏଇ 12-13 ଜଣ ଭିତରେ ହିଁ ପ୍ଲେଇଂ 11ଟା ରହିବ। ତାପରେ ଏଇ ଭିତରେ ହିଁ ଇମ୍ପାକ୍ଟ ପ୍ଲେୟରଟା ବି ୟୁଜ୍ ହେବ। ତ କି ଆଜିକା ମ୍ୟାଚର କି ପ୍ଲେୟର ହେଉଛି ତାଙ୍କର ଡିସିର କ୍ୟାପ୍ଟେନ୍ ଯିଏ ମାନେ ଆମର ଅକ୍ଷର ପଟେଲ, ସିଏ ରହିବ କି ପ୍ଲେୟର। ଆଉ ଲକ୍ଷ୍ନୌ ସୁପର ଜାଏଣ୍ଟର କି ପ୍ଲେୟର ରହିବ ହେଲା ନିକୋଲସ୍ ପୁରନ୍। ଆଜିକା ଷ୍ଟାଡିୟମ ତ ଏକାନା ଷ୍ଟାଡିୟମରେ ଖେଳ ହବ, ଯୋଉଟାକି ଏତେ ହାଏଷ୍ଟ ସ୍କୋର ହୁଏ ନାହିଁ, ମାନେ 180-190 ଭିତରେ ପାଖାପାଖି ରୁହେ ଫାର୍ଷ୍ଟ ଇନିଂସ ଖେଳରେ। ଦେଖାଯାଉ ଆଜି କ'ଣ ହେଉଛି। କିନ୍ତୁ ଆଜି ଜିତିବ ଯାହା ମତେ ଲାଗୁଛି ଡିସି, ମାନେ ଦିଲ୍ଲୀ କ୍ୟାପିଟାଲ। ଆଉ ଦେଖାଯାଉ କ'ଣ ହେଉଛି ଆଉ।